ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧୀରେ କୁହ ନା କାହିଁକି ସମସ୍ତେ ଶୁଣିପାରିବେ, କିନ୍ତୁ ସତ୍ୟକୁ ଯେତେ ଚିଲେଇକି କହିଲେ ବି କେହି ଶୁଣିପାରିବେ ନାହିଁ। ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗି ପଡ଼ିଛ, ତେବେ ମନେ ରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇ ପାରିବ। ଯଦି କିଏ ଏକୁଟିଆ ଅଛି, ଏହାର ଅର୍ଥ ଏହା ନୁହେଁ କି ତାକୁ କେହି ପସନ୍ଦ କରୁନାହାନ୍ତି, ବରଂ ସେ ଏକୁଟିଆ ଏଥିପାଇଁ ଅଛି କାରଣ ଦୁନିଆ କ'ଣ ସେ ଜାଣିସାରିଛି। ଜୀବନରେ କେବଳ ଦୁଇ ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ, ଆଉ ଜଣେ ସେ ଯିଏ କାର୍ଯ୍ୟ କରେ କିନ୍ତୁ ଚିନ୍ତା କରେ ନାହିଁ। ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ, କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରିନଥାଏ। ପତ୍ର ଯେପରି ଝଡ଼ିବା ପୂର୍ବରୁ ନିଜର ରଙ୍ଗ ପରିବର୍ତ୍ତନ କରିଥାଏ, ଠିକ୍ ସେହିପରି ମଣିଷ ବଦଳିବା ପୂର୍ବରୁ ନିଜର କଥାବାର୍ତ୍ତାରେ ପରିବର୍ତ୍ତନ କରିଥାଏ। ଜୀବନ ହେଉଛି ମୋଠୁଠାରୁ ଧାର ଆଣିଥିବା କିଛି ସମୟ। ଏ ସମୟ କେବେ ଚାଲିଯିବ କେହି ବି ଜାଣିପାରିବେ ନାହିଁ। ଏ ଜୀବନ ଥିବା ଯେ ରାଗ, ରୁଷା, ହିଂସା ଛାଡ଼ି ସମସ୍ତଙ୍କ ସହିତ ହସ ଖୁସିରେ ସମୟ ବିତାଇବା ପାଇଁ ଚେଷ୍ଟା କରିବା। ଜୀବନରେ କେବେ କାହା ପଛରେ ଦୌଡ଼ ନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି, କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ଅନ୍ୟମାନଙ୍କ ଆଗରେ ନିଶ୍ଚିତ ହରାଇ ବସିବ। ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି, ତେବେ ତାକୁ ଖୁସିରେ ରହିବାକୁ ଦିଅନ୍ତୁ, ନଚେତ୍ ଏହାଠୁ ଅଧିକ ସମ୍ପର୍କ ଯୋଡ଼ିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ। ଜୀବନରେ ଦୁଃଖ କଷ୍ଟ ଆସିବା ପାର୍ଟ ଅଫ୍ ଲାଇଫ୍ ଅଟେ, ଆଉ ସେଥିରୁ ହସିକି ବାହାରି ଆସିବା ଆର୍ଟ ଅଫ୍ ଲାଇଫ୍ ଅଟେ। ଜୀବନରେ କେବେ କାହାକୁ ଅଦରକାରୀ ଭାବ ନାହିଁ, କାରଣ ବନ୍ଦ ପଡ଼ି ରହିଥିବା ଘଣ୍ଟା ବି ଦିନରେ ଦୁଇଥର ଠିକ୍ ସମୟରେ ଦେଇଥାଏ।